ଭାଇ ଗାଧୋଇ ପାଧୋଇ ସଜବାଜ ହେଇ ମାନେ ଚଏସ୍ ଖଣ୍ଡେ ହିରୋ ହେଇ ବାହାରି ଗଲେ ବୁଲିବା ପାଇଁ। ଚଷମା ସମୟ ଲଗେଇଦେଲୁ, ଖରା ଟିକେ କମ୍ ଥିଲା, ରିମଝିମିଆ ପାଗ, ରୋମାଣ୍ଟିକ୍ ପାଗ, ଟୋକା ରେଡ଼ି ଚାଲିଲେ ବୁଲିବା ପାଇଁ। ବୁଲି ଆମେ ବାହାରୁଥିଲା ଯିବା ପାଇଁ ଶିବ ମନ୍ଦିର କେଉଁଠି ମିଳିଲାନି, ସେଥିପାଇଁ ଶିବ ନହେଲେ ମା କାଳୀ, ଯିଏ ହେଲେ ଯେଉଁଠି ହେଲେ ଚଳେଇଦେବା କାମ। ମା କାଳୀ ମନ୍ଦିର ଯିବା, ଏଇ ଆମ ପାଖରେ ଚୌଦ୍ୱାରରେ ଅଛି ମା ଦକ୍ଷିଣେଶ୍ୱର କାଳୀ ମନ୍ଦିର। ବୁଲି ଆସି ପହଞ୍ଚିଲୁ, ଗୋଟେ ଗଛ ଦେଖିଲୁ, ସେ ଗଛରେ ଏତେ ବାଦୁଡ଼ି ତମ ଭାଇ ବିଶ୍ୱାସ କରିବନି। ଗଛରେ ପତର କମ, ବାଦୁଡ଼ି ଅଧିକା, କୋଳି ଭଳିଆ ଓଳିଛନ୍ତି, ଯେମିତି ବର କୋଳି। କି ବାଦୁଡ଼ିରେ ଭାଇ, ଛୋଟଠାରୁ ବଡ଼ ଯାଏଁ ପୁରା ଫୁଲ୍। ଠିକ୍ ସେ ଦେଖେଇ ହେବନି, ଜୁମ୍ ମୋର କମ, ନହେଲେ ମୁଁ ଦେଖେଇଥାନ୍ତି ଠିକ୍ ସେ। ତଥାପି ଯେତିକି ଦେଖାହେଉଛି ଦେଖିଦିଅ। ଏଠି ଗୋଟେ ସଁ ହେଇବି କରେ ପାଣି ଯାଉଛି, ତୁମ କାନ ମୁଣ୍ଡ ଗରମ କରିଦେବ। କେତେ ଜୋର ପାଣି ଯାଉଛି, ତୁମ ଦେହ କ'ଣ କରିଦେବ। ଦେଖାଉଛି ଯାଉ ପାଣି ଯାଉ, ଆଗେ ବାଦୁଡ଼ିଟା ଦେଖିଦିଅ, ତାପରେ ପାଣି ଦେଖେଇବି ତୁମକୁ। ଟୋଟାଲି ଗଛଟା ଏମିତିଆ, ଜାଗାଟା ଏମିତିଆ। ପାଣି କଥା କହୁଥିଲି, ଏବେ ଦେଖ ପାଣିଟା ଯେମିତି ଯାଉଛି ହୀରାକୁଦ ଡ୍ୟାମ୍, ଗମ୍ ଗମ୍ ହେଇ ପାଣି ଚାଲିଯାଇଛି। ଚାଲ ପାଣି ଦେଖା ସେତିକି ହେଲା, ଡେରି ହେଇଗଲା, ଯିବା ମାଆଙ୍କ ମନ୍ଦିର। କାରଣ ନନା ବ୍ୟସ୍ତ ହେଇଯିବନି, ନହେଲେ ପହଡ଼ ପକେଇଦେବେ, ବୁଲି ଲସ୍। ବାଟରେ ଗଲାବେଳେ ଏଇ ବ୍ରିଜ୍ଟା ପଡ଼ିବ, ଏ ବ୍ରିଜ୍ଟା ବୋଧେ ଆନିକୋଡ଼ କହନ୍ତି ୟାକୁ, ମୁଁ ଠିକ୍ ସେ ଜାଣିନି, ମୁଁ ଶୁଣିଥିଲି ଏଇଟା ଆନିକୋଡ଼ ବୋଲି। ହେଇଥିବ। ଆମେ ଚାଲ ଯିବା ଆଗକୁ। ଗଲା ପରେ ଏଇଠି ଗୋଟେ ଗେଟ୍ ଅଛି, ଚୌଦ୍ୱାର ପୌର ପରିଷଦର ଏଣ୍ଟ୍ରି ଗେଟ୍ ତାଙ୍କର। ଏଇ ଗେଟ୍ ଦେଇ ଆମେ ଭିତରକୁ ଯିବା। ଏଇ ପାଖରେ ଗୋଟେ ଛୋଟ ପାର୍କ ଭଳିଆ ତିଆରି କରାହେଉଛି, ପୋଖରୀଟାକୁ ଚାରିକର। ଏଇଟା ତ ନଈଟା ଭିତରେ, ଏଇ କରଟା ପୋଖରୀ ଅଛି, ଏଇଟା ପାର୍କ ଭଳିଆ କରାଯାଉଛି। ଏଠି ବୁଲାବୁଲି କରିପାରିବ, ପଛରେ। ଏବେ ତ ଠିକ୍ ସେ କାମ ହେଇନି, କାମ ଚାଲିଛି। ଲାଇଟ୍ ମାଇଟ୍ ଲାଗିଲା ପରେ ଚିକଣ ହେଇଯିବ। ଆସିବା ବୁଲିବାକୁ ଦିନେ ଆଉ, ଯାହାର ଗର୍ଲଫ୍ରେଣ୍ଡ ଥିବ ସେ ନେଇକି ଆସିବ, ରୋମାଣ୍ଟିକ୍ ଜାଗା ଭଳିଆ ଲାଗିବ, ବୁଲିବାଲିକି ଯିବ ଆଉ। ଏଇ ପହଞ୍ଚିଗଲା ମାଆଙ୍କ ମନ୍ଦିର, ଚାଲ ଯିବା ଦେଖିବା ଭିତରେ କ'ଣ ସବୁ ଅଛି। ଏଇଟା ହେଉଛି ଦୂରର ଦୃଶ୍ୟ, ପାଖରୁ ଗେଟ୍ଟା ଦେଖାଉଛି ଆପଣଙ୍କୁ କେମିତି ଦେଖାଯାଉଛି। ଏଇ ଗେଟ୍ ଦ୍ୱାର ବାରେ ଗଣପତି ବାବା ବଇଛନ୍ତି। ଏଇ ଗଣପତି ମୁଣ୍ଡିଆ ମାରି ଭିତରକୁ ପଶିବା। ଚାଲ ଦେଖିବା ଭିତରେ କ'ଣ ଅଛି। ଭିତରେ ପଶୁ ମନ ପଡ଼ିଲା ମାଆଙ୍କ ପାଇଁ ଭୋଗ ନେବା ପାଇଁ। ଏଣ୍ଟ୍ରି ଗେଟ୍ ଜଷ୍ଟ ପଶିବା ତ ଭିତରକୁ, ଏଇ ପାଖରେ ଅଛି ଭୋଗ। ଏଇ ତ ପୂଜା ସାମଗ୍ରୀ ଦୋକାନ ଦେଖାଗଲାଣି ଆଉ। ଟିକେ ଆଗକୁ ଗଲା ପରେ ଏଇ 2 ଜଣ ଭକ୍ତ କିଏ ଆସି ପହଞ୍ଚିଗଲେ ଆମ ଆଗରୁ ଗାଧୋଇ ସାରିଲେ। ହେଇ ମାନିବାକୁ ପଡ଼ିବ, ଲୋକ ରାତି 4ରେ ଆଉଛନ୍ତି ଆଉ। ଆମେ ଟିକେ ଅଳସୁଆ ହେଇଗଲୁ, ଡେରି ହେଇଗଲା। ତଥାପି ଚାଲ ଯିବା, ଭୋଗ କିଣିଦେବା, ଭିତରକୁ ଯିବା। ଏଇ ଆମର ମା ଏଇଠି ଭୋଗ ବିକୁଛନ୍ତି, କିଛି ଭୋଗ ନେଇଯିବା। ନେଇ ଆସିଲେ କିଛି ଭୋଗ, ପୂଜାର୍ଚ୍ଚନା ବି ହେଇଗଲା। ଚାଲ ଯିବା ଭିତର ମାଆଙ୍କ ଦର୍ଶନ କରିବା। କ'ଣ କହନ୍ତି ସମସ୍ତଙ୍କୁ ଅନୁରୋଧ, କେହି ପାଟି କରିବନି, ନନା ପାଟି କରିବେ। ଚାଲ ଯିବା ଭିତରକୁ। ଏଠି ଜଣେ କିଏ ମା ବଇଛନ୍ତି, ଏଇଟା ଦୁଆର ମୁହଁ। ଏଇ ଯେଉଁ ଉପରେ ଯେଉଁ ମୂର୍ତ୍ତିଟା ହେଇଛି, ଏଇଟା ମାଆଙ୍କର ଗୋଟେ ରୂପ। ଏଇଟା ଦୁଆର ମୁହଁରେ ରହିଲେ କିଛି ଦୋଷ ଲାଗେନି, ଖରାପ ଜିନିଷ ଗୃହକୁ ପ୍ରବେଶ କରେନି। ଏଇ ଆମର ମା ଦେଖାଗଲେଣି, ନନା ଗଲେଣି ଭିତରକୁ। ଚାଲ, ସବୁ ମନ୍ଦିରରେ ଦେଖିବ ଏଇ ଯେଉଁ ଘୁମରଟା ହେଇଛି, ସବୁ ମନ୍ଦିରରେ ବିଭିନ୍ନ ପ୍ରକାର କଲର୍ ହେଇଥିବ। ଇନ୍ଦ୍ରଧନୁ 7 ରଙ୍ଗ ଭଳିଆ ଦେଖାଯାଉଥିବ, ଛିନଛତ୍ର ଦେଖାଯାଉଥିବ। ଇଏ ମାଆଙ୍କର କେତେଟା ରୂପ ଏ ନାଁ ତଳେ ଲେଖା ହେଇଛି, ଯେଉଁମାନେ ଜାଣିନାହାନ୍ତି ସବୁ ପଢ଼ିନିଅ। ଏ ମାଆଙ୍କ ମନ୍ଦିର, ମା ଦକ୍ଷିଣେଶ୍ୱରୀ ମନ୍ଦିର। ଏ ମନ୍ଦିର ଭିତରର ଦୃଶ୍ୟ ଏଇଟା। ଯାହା ହଉ, ଏଇ ନନା ପୂଜା ଅର୍ଚ୍ଚନା କରୁଛନ୍ତି, ଆଳତି ହେଉଛି, ପାଟି କି କରନି, ଆଉ ଟିକେ ସୁନ୍ଦର। ମନ୍ଦିର ଭିତରର ଦର୍ଶନ ହେଇଗଲା। ଏବେ ମନ୍ଦିର ପରିକ୍ରମା କରିବା। ମନ୍ଦିର ଦେଖିବା ଚାରିପାଖ କ'ଣ ସବୁ ଅଛି। ପରିକ୍ରମା କରୁ ନଜର ପଡ଼ିଗଲା ଗୋଟେ ଗଛ ମୂଳରେ ଭାଇ ଜଗନ୍ନାଥ ବଇଛନ୍ତି ଏଇଠି। ଯାହା କୁହ, ଇଏ ତ ଆମର ଛୋଟବେଳୁ ଭାଇ ସାଙ୍ଗ, ଯେଉଁ ଭଳିଆ ତୁମ ଦେଖିବ ସେଇଭଳିଆ ତୁମ ସାଙ୍ଗରେ ରହିବେ। ଚତୁର୍ଦ୍ଧା ମୂର୍ତ୍ତି ଭାଇ ଭଉଣୀ 3 ଜଣ ବସିଛନ୍ତି। ଚାଲ ତାଙ୍କୁ ମୁଣ୍ଡିଆ ମାରିବା, ଆଗକୁ ବଢ଼ିବା। ହେଲା ମନ୍ଦିର ଚାରିପାଖର ଦୃଶ୍ୟ। ମନ୍ଦିରଟି ବୋଧହୁଏ 100 ଫୁଟ ପାଖାପାଖି, 100 ଫୁଟ ପାଖାପାଖି ହେଇଯିବ। 100 ଫୁଟରୁ ଅଧିକ ହେଇପାରେ, 100 ଫୁଟ ପାଖାପାଖି ହେବ। 100 ଫୁଟ ହେଲେ 35 ମିଟର ପାଖାପାଖି ହେବ। ଏଠି ମାଆଙ୍କର ଗୋଟେ ପ୍ରତିମୂର୍ତ୍ତି। ମନ୍ଦିର ଚାରିକରେ ଯେଉଁ ଛୋଟିଆ ମନ୍ଦିର ହେଇଥାଏ, ଏଗୁଡ଼ା ବି ଦେଖିବା ବହୁତ ସୁନ୍ଦର। ଆସ ଯିବା ବୁଲିବା ପାଇଁ। ଦେଖ, ଆମେ ଆଇଛୁ ମାନେ ଯାଇ କହୁଥିଲୁ ମହାଦେବଙ୍କ କତିକି ଯିବୁ। ଏଠି ଦେଖ, ଆମ ପାଇଁ ବାବା ପଳେଇ ଆସିଲା ଆମ କତିକି।
ମନ ଖୋଜୁଥିଲା ଯା କାଳେ ପ୍ରପତ ହୁଏ ସେଇଆ। ଆଜି ବିଶ୍ୱାସ କରିଗଲୁ। ଚାଲ ଆଉ ତ ବାବାଙ୍କୁ ଦେଖିଲା ପରେ ଆଉ କିଛି ମନ ଲାଗୁନି, ଯିବା ସିଧା ତାଙ୍କ କତିକି। ବାବାଙ୍କୁ ଦେଖି ସାରିଲା ପରେ ଆଉ କିଛି ଦେଖିବା ପାଇଁ ଏ ଆଖି ଖୋଜେନି, ସିଧା ଯିବା ବାବାଙ୍କ କତିକି, ଦୁଃଖ ସୁଖ ଜଣେଇବା। ମୂର୍ତ୍ତିଟା ପ୍ରାୟ 10ରୁ 12 ଫୁଟ ଭଳିଆ ହାଇଟ୍ ହେବ। ବୁଲାବୁଲି ପାଇଁ ଫଟୋ ସୁଟ୍ କରିବା ପାଇଁ ବୋଧେ ରଖାହେଇଛି। ପୂଜାର୍ଚ୍ଚନା କରାଯାଉଛି ନାହିଁ, ପାଖକୁ ଗଲେ ଦେଖାଯିବ। ସେ ଯାହା ହଉ, ପୂଜା ହଉ କି ନ ହଉ, ଆମ ବାବା ଦେଖିଲେ ମାନେ ଆମେ ଏଇଠି ରହିବୁ। ଭାଇ ତମେ ଯିଏ ଯୁଆଡ଼େ ତ ଯାଉଛ ଯାଅ, ମୁଁ ମୋର ଚାଲିଲି ବାବାଙ୍କ କତିକି। ଆଜି ଏଇଠି ବସିବି, ଆଉ ଘରକୁ ଫେରିବାର ନାହିଁ। ଏଇଠି ବସିବି, ଯାହା ହଉ ଦିନ ହଉ ରାତି ହଉ ଏଇଠି ବସିବି। ତମେ ଭାଇ ଯିଏ ଯୁଆଡ଼େ ଯିବା କଥା ଯାଅ। ଭାଇ ମୋ ଦିନ ସରିଲା, ଏଇଠି ରହୁଛି, ବାଏ ବାଏ।